ହଁ ଓ ମୋର ପ୍ରିୟ ଶ୍ରୋତାବନ୍ଧୁ, ଆଜିର ଏ ଜ୍ୟୋତିଷ ଆଲୋଚନାକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ବନ୍ଧୁ, ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ଶ୍ୱଶୁର ଈର୍ଷାନ୍ୱିତ ହୋଇ ତାଙ୍କ ବୋହୂର ଜିଭ କାଟିବା ପାଇଁ ପୁଅକୁ ବାଧ୍ୟ କରିଥିଲେ। ପିତୃଭକ୍ତ ପୁତ୍ର ସ୍ତ୍ରୀ କି ଅନୁନୟ ବିନୟ ହୋଇ ଯୋଡ଼ ହସ୍ତରେ କହିଲା, ପ୍ରିୟେ, ମୁଁ କ'ଣ କରିବି କୁହ? ପିତ୍ରାଦେଶ ପାଳନ କରିବି କି ନାହିଁ? ବାପାଙ୍କର ଆଦେଶ, ତୁମ ଜିଭ ମୁଁ କାଟିବି। ତୁମ ଜିଭ ମୁଁ କାଟିଲେ ସେ ଖୁସି ହେବେ। ମୁଁ କ'ଣ କରିବି ତୁମେ କୁହ? ବୁଦ୍ଧିମତୀ, ଚରିତ୍ରବତୀ, ଶୀଳବତୀ, ସୁନ୍ଦରୀ, ବିବେକୀ, ଜ୍ଞାନିନୀ ସେ ବଧୂ ହସ ହସ ବଦନରେ ଜିଭଟିକୁ ବାହାରକୁ କାଢ଼ି ଦେଖାଇଦେଲେ। ଆଖି ବୁଜି ନିଷ୍ଠୁର ଭାବରେ ଜିଭରୁ କିଛି ଅଂଶ କାଟି ଆଣି ରକ୍ତ ଜୁଡ଼ୁବୁଡ଼ୁ ଜିଭ ଖଣ୍ଡକୁ ବାପାଙ୍କୁ ଦେଖେଇ କହିଲେ, ବାପା, ତମେ ଏବେ ଖୁସି ତ? ଆଶ୍ଚର୍ଯ୍ୟ ହେଇଗଲେ ସେ ବିଜ୍ଞ ବ୍ୟକ୍ତି, ସେ ବିଦ୍ୱାନ, ସେ ପଣ୍ଡିତ, ସେ ଧୀର, ସେ ଆଚାର୍ଯ୍ୟବାନ। ଆଶ୍ଚର୍ଯ୍ୟ ହେଇଗଲେ ଯେ ମୋ ପୁଅ ମୋ ଆଦେଶ ପାଳନ କଲା, କିନ୍ତୁ ଏ ଯୋଉ ପାପ ହେଲା, ଏ ପାପର ପ୍ରାୟଶ୍ଚିତ ନାହିଁ। ନିଜେ ଧାଇଁଗଲେ। ବୋହୂକୁ କହିଲେ, ମା, ତୁରନ୍ତ ସେ ଜିଭର ଚିକିତ୍ସା ମୁଁ କରୁଛି। ବୈଦ୍ୟଶାସ୍ତ୍ର ଉପରେ ମୋର ଦକ୍ଷତା ଅଛି, କିନ୍ତୁ ମୋ କାରଣରୁ ତୁ ଆଉ ଭଲ ଶବ୍ଦ ଉଚ୍ଚାରଣ କରିପାରିବୁନି। ବୋହୂ କହିଲା, ବାପା, ମୁଁ ବା ଜାଣିଥିଲି, ମୋ ଗଣନା ବା ସେୟା ଥିଲା। ମୁଁ ବା ଗଣନା କରି ଏସବୁ ବିଷୟରେ ଆପଣଙ୍କୁ ସୂଚନା ଦେଇଥିଲି। ତେଣୁ ଆଗେ ମୁଁ କହିଲି ଯେ ତୁମେ କିଛି ଲେଖ। ମୁଁ ଯାହା ଯାହା ଡାକିଥିଲି ତାକୁ ତମେ ଲେଖିଲ ଏବଂ ସେ ଗୋଟେ ବହି ହବ। ସେ ପୋଥିକି ଜନ ଜୀବନକୁ ଆଣିବା ପାଇଁ ପ୍ରୟାସ କରିବ। ତାପରେ ତ ମୁଁ ନା ଖନା ହେଇଯିବ। ଆଉ ମୁଁ ଉଚ୍ଚାରଣ କରିପାରିବିନି। ଏବେ ତ ଆଉ ମୁଁ ସେମିତି ଉଚ୍ଚାରଣ କରିପାରିବିନି। ଉଚ୍ଚାରଣ ନ କଲେ ଶବ୍ଦ ଠିକ୍ ନହବ। ସେ ଶବ୍ଦ ଠିକ୍ ନହେଲେ ଜ୍ୟୋତିଷଶାସ୍ତ୍ର ଉପରେ ଦକ୍ଷତା କମିଯିବ। ତେଣୁ ଏଣିକି ମୁଁ ଯାହା କହିବି, ମୋତେ ତମେ ଯାହା ପଚାରିବ, ଜନତା ଯାହା ପଚାରିବ, ମୁଁ ଲେଖିଦେବି। ଆଉ କହିଲେ କଥାଟା ଠିକ୍ ହବନି। ସେ ଯୋଉ ପୋଥି ଖଣ୍ଡକ ଲେଖା ହେଇଥିଲା, ସେଇ ପୋଥି ଖଣ୍ଡକର ନାମ ଏବେ ବି ଜନତା କହେ ଖନା ବଚନ। ହେଲେ ସେ ଶ୍ୱଶୁର କିଏ? ସିଏ ଶ୍ୱଶୁର ଜନ ଜଗତକୁ ଆସିବା ପୂର୍ବରୁ କହିଥିଲେ, ବୋହୂ, ଏ ବୋହୂ, ଆଜି ରାଜମହଲରେ କାନ୍ଦ ଅବାଳି କାହିଁକି? କ'ଣ ହେଇଛି? ଘୋଡ଼ା ଗୁହାଳ ସଫା କରୁଥିବା ତାର ମା ଧାଇଁ ଆସି କହିଲା, ଧନରେ ଆମର ଭବିଷ୍ୟତ ଚାଲିଗଲେ। ଅର୍ଥାତ୍ ରାଜାଙ୍କର ପୁତ୍ର ମାତ୍ର 12 ବର୍ଷ ବଞ୍ଚିବେ ବୋଲି ସମସ୍ତ ଗଣକ ଗଣନା କରି କହିଲାରୁ ଗତକାଲି ତାଙ୍କୁ ରାଜକୀୟ ଢଙ୍ଗରେ ନେଇ ସପ୍ତ ବୃକ୍ଷ ତଳେ ଏକ ଦିବ୍ୟ ଶଯ୍ୟାରେ ଶୋଇ ଦେଇ ଆସିଛନ୍ତି। କିଛି ରଖି ସେଠାକୁ
ଚାଷ କରୁଛନ୍ତି, ଜଗିଛନ୍ତି। ବିଚାର ହେଲା ଯଦି 12 ବର୍ଷ ପରେ ସେ ମରିଯାଏ ତେବେ ବଡ଼ ଦୁଃଖ ହବ। ଏ ଶୈଶବରୁ ଚାଲିଗଲେ ଦୁଃଖ ଲାଘବ ହେବ, ଭୁଲି ହବନି। କେବଳ ମା ମନ ହିଁ କାନ୍ଦିବ। ସେ ପୁଅ, ତାକୁ 12 ବର୍ଷ, ସେ କହିଲା ମା ଏ ଗଣନା ଭୁଲ, ମୁଁ ଗଣନା କରି ସାରିଛି। ବାପାଙ୍କର ପୋଥିପତ୍ର ଯାହା ମତେ ବାପା ଶିଖେଇଥିଲେ ତାକୁ ଖେଳେଇ ଖାଳେଇ ମୋର ଏ ବିଷୟରେ ଦକ୍ଷତା ଆସିଯାଇଛି। ଦେଖୁନୁ ଗୁହାଳ କାନ୍ଥରେ ମୁଁ ଅଙ୍ଗାରରେ ଗଣନା କରି ଲେଖିଦେଇଛି, ଏ ପୁତ୍ର ଯଶସ୍ୱୀ, ଦୀର୍ଘାୟୁ, ବୁଦ୍ଧିମାନ, ବଳବାନ, ଶକ୍ତିଶାଳୀ ଓ ଅଖଣ୍ଡ କ୍ଷମତାର ଅଧିକାରୀ ହବ। ତା ସମାନ ଯୋଗ୍ୟ ବ୍ୟକ୍ତି ପୂର୍ବରୁ ନଥିଲେ, ଏବେ ନାହାନ୍ତି, କି ପରେ ହେବେନି। ହାତରେ ଗୋବର ଲାଗିଛି। ଘୋଡ଼ା ଗୁହାଳ ସେ ସଫା କରୁଥିଲା। ଧାଇଁଗଲା, ରାଜନ 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 ରାଜନ। କେବେ ସେ ଏଡ଼େ ପାଟି କରିନଥିଲା। ତା ମୁହଁକୁ ରାଜା ଅନେଇଲେ, କହିଲେ ମଣିମା ଚାଲନ୍ତୁ ଯିବା। ଯୋଉଠି ସନ୍ତାନକୁ ଶୋଇ ଦେଇ ଆସିଛନ୍ତି ସେ ସନ୍ତାନର କିଛି ହେଇନଥିବ, ଆଉ ସିଏ ଦୀର୍ଘାୟୁ, ସେ 120 ବର୍ଷରୁ ଅଧିକ ଦିନ ବଞ୍ଚିବ ବୋଲି ମୋ ପୁଅ ଗଣନା କରିଛି। ଆଉ ସମସ୍ତ ଗଣକଙ୍କର ଗଣନା ଭୁଲ ବୋଲି ସେ ପ୍ରମାଣ ଦେଇଛି। ଏବଂ ରାଜା ତୁରନ୍ତ ଉଠି ଆସିଲେ। କାହିଁ ତମ ପୁଅ? ପୁଅ ଯୋଡ଼ ହସ୍ତରେ ଗଲା, ମଣିମା ଏଇ କାନ୍ଥକୁ ଦେଖନ୍ତୁ, ଏଇ ଗୁହାଳ କାନ୍ଥରେ ମୁଁ ଅଙ୍ଗାରରେ ଗଣନା କରି ସବୁ ଲେଖିଦେଇଛି। ରାଜା ପଢ଼ିଲେ, ଖୁସି ହେଲେ, ଆଶ୍ଚର୍ଯ୍ୟ ହେଲେ। 24 ଘଣ୍ଟା ହେଲାଣି, ମାର ସ୍ତନ୍ୟପାନ କରିଣି, ଶିଶୁ କ'ଣ ବଞ୍ଚିଥିବ? ମଣିବା ନିଶ୍ଚିତ। ଯାହାକୁ ରଖିବ ଅନନ୍ତ, କି କରିପାରେ ବଳବନ୍ତ। ସମସ୍ତେ ଧାଇଁଲେ ଏବଂ ଯାଇ ଦେଖିଲେ ଯୋଉ ପ୍ରହରୀ ତାଙ୍କୁ ଜଗିଥିଲେ ସେମାନେ ହସ ହସ ମୁହଁରେ ପୁଅକୁ ଦେଖୁଛନ୍ତି। ଗଛ ଡାଳରେ ଏକ ମହୁ ଫେଣା ଫାଟି ଯାଇଛି। ବୁନ୍ଦେ ବୁନ୍ଦେ ମହୁ ସେ ଛୁଆର ଜିଭରେ ପଡୁଛି ଓ ସେ ମହୁକୁ ଖାଇ ବଞ୍ଚିଥିଲେ। ଏ ଗଣନା ଯେ ସତ୍ୟ, ଏଥିରେ ଆଉ ଅବିଶ୍ୱାସର ପ୍ରଶ୍ନ ଉଠିଲା ନାହିଁ। ସନ୍ତାନକୁ କୋଳେଇ ମା ଅଧୀର ହୋଇ କେତେ କାନ୍ଦିଲା। ତା ପ୍ରତି ଅବିଚାର ସେ କରିଛି ବୋଲି ଅନୁତାପ କଲା। ସମସ୍ତେ ତାକୁ ଅତି ଆଦରରେ ଗେଲ କରି ପକାଇଲେ। ସେଇ ଶିଶୁ ଭବିଷ୍ୟତରେ ବିକ୍ରମାଦିତ୍ୟ ହୋଇଥିଲେ। ଏଇ ବିକ୍ରମାଦିତ୍ୟ ଯେବେ ଜାଣିଲେ ଆସନ୍ନ ମୃତ୍ୟୁ କବଳରୁ ତାଙ୍କୁ ଯେଉଁ ଗଣକ ରକ୍ଷା କରିଛନ୍ତି ସେ ହେଉଛନ୍ତି ବରାହ ମିହିର। ତେଣୁ ସେ 9 ଜଣ ଦକ୍ଷ, ବିଜ୍ଞ, ବିଦ୍ୱାନ, ବିବେକୀ ବ୍ୟକ୍ତିଙ୍କୁ ତାଙ୍କ ସଭାରେ ନିଯୁକ୍ତ କଲେ। ସେମାନେ ହେଲେ ନବରତ୍ନ। ଏଇ ନବରତ୍ନ ପଣ୍ଡିତଙ୍କର ଦାୟିତ୍ୱ ଭଲ ଭାବରେ ବୁଝାଗଲା। ଆଉ ଯେଉଁଦିନ ଏଇ 12 ବର୍ଷର ବରାହ ମିହିର ଏ ଗଣନା କରିଥିଲେ, ସେଇ ଦିନଠାରୁ ଏଇ ଶିଶୁକୁ, ଏଇ 12 ବର୍ଷର କିଶୋରକୁ ରାଜା ରାଜକୀୟ ସମ୍ମାନରେ ଅଭିଷିକ୍ତ କଲେ ଏବଂ ତାଙ୍କ ମଥାରେ ପାଟ ବାନ୍ଧି ଦେଲେ। ମାକୁ କହିଲେ, ତାର ମା ତୁମେ ଏକ ଯୋଗ୍ୟ ସନ୍ତାନର ଜନନୀ, ଏକ ରତ୍ନକୁ ସୃଷ୍ଟି କରିଛ, ତେଣୁ ତୁମର ଏ କାମ ଆଉ କରିବାର ନାହିଁ। ରାଣୀ ମହଲ ପାଖରେ ଯେଉଁ ଶୂନ୍ୟ କୋଠରୀ ଅଛି, ସେ କୋଠରୀଟା ଆଜିଠାରୁ ତୁମର ହେଲା। ମା ପୁଅ ସେଇଠି ରହିବ। ସେଇଠି ଏ ପୁଅ ତାର ଗବେଷଣା ଆରମ୍ଭ କରିବ। ଆଉ ସେ ହେବ ରାଜଜ୍ୟୋତିଷ। ବନ୍ଧୁଗଣ, ଯାହାକୁ ଈଶ୍ୱର ଯେମିତି ଭାବରେ ଚଳେଇବାର ଅଛି ଚଳେଇବେ। ଯଦ୍ଧାତ୍ରା ନିଜ ଭାଲ ପଟ ଲିଖିତଂ ତନ୍ମାର୍ଜିତୁଂ କକ୍ଷମଃ। ଯାହା କପାଳରେ ଲେଖା ହେଇଛି ତାକୁ କେହି କେବେ ବି ବଦଳେଇ ପାରିବେ ନାହିଁ। ଏଥିପାଇଁ କି ପରେ ଏକ ଶ୍ଲୋକ ଲେଖା ହେଲା, ମାତୁଳ ମାଧବ ଯସ୍ୟ ପିତା ଯସ୍ୟ ଧନଞ୍ଜୟ ଶ୍ରୀମାନ ଅଭିମନ୍ୟୁ ହତଃ ନିୟତି କେନ ବାଧିତା। ଅଭିମନ୍ୟୁ ଯିଏକି ସକଳ ଶକ୍ତିର ଅଧିକାରୀ,
तार अकाल मरण हैला ताको सप्तरथी घेरी घारी मारिदेले। मामू गोविंद जानिथिले एटा घटना हबो से रखे पारलेनी। आउ महाशक्तिशाली अर्जुन से भी बंचई पारलेनी कारण विधाता से विधान कले। एणु बंधुगण ये सबु कथा गोटे शास्त्र कही पारे ताहा ज्योतिष। तेणु अन्यान्य शास्त्राणि विनोद मात्रं न तेषु कश्चित् फलदेवस्ति। चिकित्सक ज्योतिष मंत्रवाद पदे पदे आप्तम आनयन्ति। ज्योतिष चिकित्सा और तंत्र शास्त्र प्रति मुहूर्त सत्य बोली प्रमाण दिए अन्य सब शास्त्र आनंद पाई। तेणु बंधु आज एतिकी ये गल्पर अवशिष्टांश परे मु आपणानु कहिबी द्वितीय भाग रे रहिली। नमस्कार। मु कुलमणि।